ଝାରସୁଗୁଡ଼ାର ଅଗ୍ରଣୀ ସାମାଜିକ ସେବା ସଂସ୍ଥା ଇଜେବି ଫାଉଣ୍ଡେସନ ପକ୍ଷରୁ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଅଡିଟୋରିୟମ୍ ପରିସରରେ ଡକ୍ଟର୍ସ ଡେ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଥିବା ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଛି। ଯେପରି ଟିଆରଏଲ୍ ନିର୍ଦ୍ଦେଶକ ଡାକ୍ତର ତୁଷାର କାନ୍ତି ଦାସ, ଲଖନପୁର ସିଏଚସିର ମୁଖ୍ୟ ଡାକ୍ତର ଯୁଗଳ କିଶୋର ଭୋଇ, ନାରୀ ରୋଗ ବିଶେଷଜ୍ଞ ସନ୍ତୋଷ ପାଣିଗ୍ରାହୀ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସବିତା ଚନ୍ଦ୍ର ପଟେଲ, ହୋମିଓପାଥି ବିଶେଷଜ୍ଞ ଡାକ୍ତର ଜ୍ୟୋତି କର, ପଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଜେଶ ମହାନନ୍ଦ ଓ ଜେଏସଡବ୍ଲ୍ୟୁର ଡାକ୍ତର ସୁଧାମୟ ନାୟକ ପ୍ରମୁଖଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ମିଶ୍ର ମଞ୍ଚାସୀନ ଥିଲେ। ପ୍ରଥମେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ସମସ୍ତ ଡାକ୍ତରମାନେ ନିଜର ବକ୍ତବ୍ୟରେ ଲୋକହିତକର କଥାମାନ କହିଥିଲେ। ଡାକ୍ତର ତୁଷାର କାନ୍ତି ଦାସ ଅତି ସୁନ୍ଦର ଭାବରେ ଶାରୀରିକ ତଥା ମାନସିକ ସ୍ତରରେ କିଭଳି ସୁସ୍ଥ ରହିପାରିବା ସେହି ବାବଦରେ ବୁଝାଇଥିଲେ। ପ୍ରଥମେ ଅତିଥିମାନଙ୍କୁ ଫୁଲଗୁଚ୍ଛା ଦେଇ ସ୍ୱାଗତ କରାଯାଇଥିଲା ଓ ପରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ପୂର୍ବ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା, ସାମ୍ବାଦିକ ମେହବୁବ ମହତାବ, ପୂର୍ବ ଓକିଲ ସଂଘ ସଭାପତି ତ୍ରିନାଥ ଗୋହାଲ, ହୀରାଲାଲ ଲୋକଚନ୍ଦଲି, ବାଲଗୋବିନ୍ଦ ମିଶ୍ର, ବଲବିନ୍ଦର ସିଂ ପ୍ରମୁଖ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଇଜେବି ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଅଞ୍ଜଳି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୁନମ ପଟେଲ, ଗଙ୍ଗାଧର ମେହେର, ସୁଶାନ୍ତ ନାୟକ, ପଙ୍କଜିନୀ ପାଣିଗ୍ରାହୀ, ଜ୍ୟୋତିର୍ମୟୀ ବେହେରା, ମିତୁ ପଣ୍ଡା, ପବିତ୍ର ସ୍ୱାଇଁ ପ୍ରମୁଖ ଡାକ୍ତର ତଥା ଅନ୍ୟାନ୍ୟ ଅତିଥିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ମୀନା ସୋନି ମଞ୍ଚ ପରିଚାଳନା କରିଥିବା ବେଳେ ମାନସୀ ପଣ୍ଡା ସର୍ବଶେଷରେ ଡାକ୍ତରମାନଙ୍କ ମହନୀୟତାକୁ ବର୍ଣ୍ଣନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।